এই ভাল পাইবা এই তার স্মৃতিକୁ মনে ପକାଇବା ପାଇଁ ଯେଉଁ ଆୟୋଜିତ କରିଛନ୍ତି ଏମିତି ଆଗାମୀ ଦିନରେ ସମସ୍ତ ଭାଇଚାରା ନେଇକିରି ସମସ୍ତେ ପିଲା ଭାଇ ଭାଇ ଭିତରର ସମ୍ପର୍କକୁ ଯୋଡ଼ୁଛନ୍ତି। ସେଥିପାଇଁ ମୁଁ ସମସ୍ତ ମୋର ୟୁଥ୍ ମାସ୍ ପିଲାମାନଙ୍କୁ ଧନ୍ୟବାଦ ଦେବି। ସମସ୍ତଙ୍କର ସହଯୋଗରେ ମାଥିଲିବାସୀଙ୍କ ସହଯୋଗରେ ଆଜି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଆୟୋଜିତ ହେଇଛି। ସମସ୍ତେ ସହଯୋଗ କରନ୍ତୁ ଆଉ ଏଇ ଆଦର୍ଶ ନାମରେ ଏ ମାଥିଲିଟି ଏ ପିଲାମାନଙ୍କୁ ଆଦର୍ଶ ଯୋଗାଉ, ଆଦର୍ଶ ଭଳିଆ କାମ କରନ୍ତୁ, ଆଦର୍ଶର ନିଜେ ଆଦର୍ଶ ଛାତ୍ର ଆଉ ୟୁଥ୍ ହେଇ ରୁହନ୍ତୁ। ଏତିକି ମୋର ଜଗନ୍ନାଥଙ୍କ ପାଖରେ କାମନା। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରୁଛନ୍ତି। ମୁଁ ହିଁ ସୃଷ୍ଟି କରିଥିଲି କୁରୁକ୍ଷେତ୍ରରେ ମହାଭାରତ। ମୁଁ କେବଳ ମୁଁ, ଆଉ ମୁଁ ହିଁ ଆସୁଛି କଳ୍କି ରୂପରେ। ଆପଣଙ୍କ ସାଙ୍ଗ ଆଦର୍ଶ ନାମରେ ଟୁର୍ଣ୍ଣାମେଣ୍ଟ ନାଇଟ୍ ଟୁର୍ଣ୍ଣାମେଣ୍ଟ କିନ୍ତୁ ଟିମ୍ କେତେ ଦିନ ଧରି ଖେଳ ଚାଲିଛି? ଫାଷ୍ଟ ଅଫ୍ ଅଲ୍ ଆଦର୍ଶ ହେଉଛି ଆମର କ୍ଲାସମେଟ୍, ସେ ଜଣେ ବହୁତ ପିଲା, ବହୁତ ଭଲ ପିଲା। ତା ସ୍ମୃତିରେ ଆମେ ଏଇ ଟୁର୍ଣ୍ଣାମେଣ୍ଟଟା କରୁଛୁ। ଆମେ ଏଇ ଟୁର୍ଣ୍ଣାମେଣ୍ଟଟା ମାଥିଲି ବ୍ଲକ୍ର ଯେତେ ଜଣ ପିଲା ରେଜିଷ୍ଟ୍ରେସନ୍ କରିଥିଲେ, ଆମେ ପ୍ରଥମେ ରେଜିଷ୍ଟ୍ରେସନ୍ ଫର୍ମ ଦେଇଥିଲୁ ସମସ୍ତଙ୍କୁ। ଯେଉଁ ପିଲା ଇଚ୍ଛୁକ ସେ ରେଜିଷ୍ଟର କରିଥିଲେ। ତାପରେ ଗୋଟେ ଅପସନ୍ ହେଇଥିଲା ଆମର 3 ତାରିଖରେ, ଯେମିତି ଆମର ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL ହେଉଛି ଠିକ୍ ସେହିପରି ଭାବରେ ଆମର ଅପସନ୍ ହେଇଥିଲା। ସେଇ ଅପସନ୍ରେ 6ଟି ଟିମ୍, 6ଟି ମାଲିକ ଯେ ଓନର୍ ଭାଗ ନେଇଥିଲେ ଏବଂ ପ୍ଲେୟର୍ସକୁ ତାଙ୍କେ କିଣିଥିଲେ। ସେଇ ହିସାବରେ 6ଟି ଟିମ୍ ଭାଗ ନେଇଛନ୍ତି ଏବଂ ଲିଗ୍ ବେସିସ୍ରେ ଟୁର୍ଣ୍ଣାମେଣ୍ଟ ହେବ। ଆଉ ଆଜି 10 ତାରିଖରୁ ଆରମ୍ଭ ହେଇ 20 ତାରିଖରେ ଟୁର୍ଣ୍ଣାମେଣ୍ଟ। ଆପଣ ଯୁବ ସମାଜ ତରଫରୁ ଏଟା ପ୍ରତିବର୍ଷ କରିବେ ନା? ପ୍ରତିବର୍ଷ କରିବା ପାଇଁ ଆମେ ଆକ୍ଚୁଆଲି ଇଚ୍ଛୁକ ଅଛୁ। ଆଉ ଯେମିତି ଏଇ ବର୍ଷ ସମସ୍ତଙ୍କୁ ସହଯୋଗ ମିଳିଲା, ଆପଣ ମିଡ଼ିଆ ଭାଇମାନଙ୍କର, ପୋଲିସ ଭାଇମାନଙ୍କର, ଆମର ସମସ୍ତେ ଭାଇ ବନ୍ଧୁ ଯିଏ ବି ସହଯୋଗ କରେ, ସେମାନେ ସହଯୋଗରେ ପ୍ରତିବର୍ଷ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିବେ। ଟୁର୍ଣ୍ଣାମେଣ୍ଟର ନାଁ ହେଉଛି ମାଥିଲି ସୁପର ଲିଗ୍। ଆଉ ଆମେ ଯେହେତୁ ଆଦର୍ଶର ଅନୁପ୍ରାଣିତ, ଆଦର୍ଶର ସ୍ମୃତିରେ କରିଛୁ, ସେଥିପାଇଁ ମୂଲ୍ୟ ଆଦର୍ଶ ମୁଣ୍ଡରେ କରୁଛୁ ଟୁର୍ଣ୍ଣାମେଣ୍ଟ ମାଥିଲି ସୁପର ଲିଗ୍। ଆଉ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ଖେଳ ପ୍ରତି ଆଗ୍ରହ ଦେଇକି ଆଗକୁ ବଢ଼ନ୍ତି। ଆଦର୍ଶ ଆମର ମାଥିଲି ପାଇଁ ଆଦର୍ଶ ସିଏ ମାଥିଲି ପାଇଁ ଆଦର୍ଶ ସିଏ। ଆମେ ପ୍ରତିବର୍ଷ ମନେ ପକେଇବା ନା ଗୋଟିଏ ବର୍ଷ ମନେ ପକେଇବା? ପ୍ରତିବର୍ଷ ମନେ ପକେଇବା। ପ୍ରତିବର୍ଷ ଆମେ ଏମିତି ନାଇଟ୍ ଟୁର୍ଣ୍ଣାମେଣ୍ଟ କରି ଆଉ ବି ବଡ଼ ଧରଣର ଆୟୋଜନ କରିବାକୁ ଚାହୁଁଛୁ। उनको सामना करेंगे अजित पुजारी, अजित पुजारी विजयी अग्रगैर सामने खतरनाक बैट्समैन अजित पुजारी तैयारी करते हुए अपनी बैटिंग मार पर अच्छा गेंद को दिल से ढकल दिया। यहाँ पे फील्डर मौजूद, कोई गल नहीं, कोई सामने एक ओवर की समाप्ति हुई, जबकि स्कोर 16। अच्छा इस क्षेत्र के मदद से स्कोर बनता हुआ 6। अजित पुजारी के खाते में 6 रन। बहुत ही अच्छी गेंद, कोई रन नहीं, कोई